ସନ୍ଧ୍ୟା ପ୍ରାୟ 5:30 ପାଖାପାଖି ହବ। ମୁଁ ଯାଉଥିଲି ପାଣି ରଖିବା ପାଇଁ, ଦେଖିଲି ରାତି 9ଟାରେ ଆସିବା ଲୋକ କଣ ସନ୍ଧ୍ୟା ବେଳକୁ ଆସି ଘରେ। ତା ପାଖକୁ ଯାଇ ପଚାରିଲି କଣ ହେଇଛି ବୋଲି। ସେ କହିଲେ ନାଇଁ ପେଟଟା ଜୋରେ କାଟୁଛି ତ ସେଥିପାଇଁ ଛୁଟି ନେଇକି ପଳେଇ ଆସିଲି। ତ ପଚାରିଲି କଣ ଆଣିବି ଖାଇବ? ତ ସେ ମନା କଲେ, କହିଲେ ନାଇଁ ବାଟରୁ ଆସିଲା ବେଳେ ପେଟ କାଟୁଥିଲା ବୋଲି ଗୋଟେ ସ୍ପ୍ରାଇଟ୍ ପିଇଦେଲି। ତ ତାପରେ ମୁଁ ଆଦି ବାବାଙ୍କ ପାଇଁ ଇପି ବନେଇଲି। ଆଉ ମୁଁ ତ ଇପି ଲଭର, ମୁଁ ନ ଖାଇଲେ କଣ ହବ। ଆଉ ତା ଭିତରେ ଟିକେ ପତିଦେବଙ୍କୁ ଦେଖେଇ ଖାଉଥାଏ। ତାଙ୍କର ଇଚ୍ଛା ନଥାଏ ପେଟ କାଟୁଛି ବୋଲି, କିନ୍ତୁ ତଥାପି ପେଟ ଭିତରେ ତ ଖାଇବାକୁ ଇଚ୍ଛା ଅଛି, ସେଥିପାଇଁ ତାଙ୍କୁ ଟିକେ ଦେଖେଇ ଖାଉଥିଲି। ତାପରେ ତାଙ୍କ ପାଇଁ ଲେମ୍ବୁ ପାଣି କରିବି ବୋଲି ବାଡି ଗଛରୁ ଆସି ଲେମ୍ବୁ ନେଲି। ଆମ ଗଛରେ ବଡ ବଡ ଦେଶୀ ଲେମ୍ବୁ ହେଇଛି। ଆଉ କୁହନ୍ତି ଲେମ୍ବୁକୁ ଅତି ଚୁପୁଡିଲେ ପିତା, କିନ୍ତୁ ଏ ଗଛର ଲେମ୍ବୁକୁ ଲେମ୍ବୁ ଚୋପା ସହିତ ବି ଖାଇ ହେଇଯିବ। ତାପରେ ବଢିଆ ସେ ଲେମ୍ବୁ ସରବତଟେ କରିଦେଲି। ଆଉ 2 ଗ୍ଲାସ ଖଣ୍ଡେ ପତିଦେବ ଢକ ଢକ କରି ପିଇଦେଲେ। ଟିକେ ଭଲ ଲାଗିବାରୁ ଛାତ ଉପରକୁ ପଳେଇ ଆସିଲେ ବାପ ପୁଅ ଆରାମ କରିବା ପାଇଁ। ବାବାଙ୍କୁ ଦେଖିଲେ ସିନା ପୁଅ ମାନେ ଡରନ୍ତି, ହେଲେ ଏଠି ଆଦି ବାବା ତାଙ୍କ ବାବାଙ୍କୁ ଦେଖିଲେ ବହୁତ ଦୁଷ୍ଟାମି କରନ୍ତି। ଏଇ ଯେମିତି ତାଙ୍କୁ ଡାକୁଛି ପାଠ ପଢିବା ପାଇଁ, ହେଲେ ସେ ଜମା ଶୁଣିଲେନି। ତ ମୁଁ ଆଉ କଣ କରିବି, ବାଲକନିରେ ଆସି ବସି ପବନ ଖାଇଲି। ଆଉ ତା ସହିତ ଆପଣ ମାନଙ୍କର କମେଣ୍ଟ ପଢିକି କିଛି ରିପ୍ଲାଏ ମଧ୍ୟ ଦଉଥିଲେ। ଏ ବାଲକନିରେ ଏତେ ସୁନ୍ଦର ପବନ ଦିଏ, ଏତେ ଶାନ୍ତି ଲାଗେ, ଯେପର୍ଯ୍ୟନ୍ତ ନିଦରେ ଟଳମଳ ନ ହେଇଛି ମୁଁ ତ ଜମା ଶୋଇବାକୁ ହିଁ ଯାଏ ନାହିଁ।